আর সেটা বিষাক্ত হতা পরা অছি পাকাড়ি পুরা পিবি নাই বিটিবি নাই না ସରକାରଙ୍କ ଏପରି ସଚେତନତା କାର୍ଯ୍ୟକ୍ରମକୁ ଦେଖି ନାଟକବାଜି ବୋଲି କହୁଛନ୍ତି ଲୋକମାନେ। କାହିଁକି ନା କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟବ୍ୟାପୀ ନିଶା ନିବାରଣ ପାଇଁ ଯେଉଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି ସେହି ବ୍ୟାନରରେ ପ୍ରଥମେ କ'ଣ ଲେଖାଯାଇଛି ଦେଖନ୍ତୁ। ଆଜି ହିଁ ସଂକଳ୍ପ ନେବା, ନିଶା ନୁହେଁ ଜୀବନକୁ ବାଛିବା। ଏହି ଲେଖା ଉପରେ ପ୍ରଶ୍ନ ଉଠୁଛି ଯେ ସରକାର ରାଜ୍ୟ ସାରା ଯେଉଁ ମଦ ଦୋକାନ ଖୋଲିଛନ୍ତି ସେହି ମଦ ପିଇଲେ କ'ଣ ନିଶା ହୁଏ ନାହିଁ? ଏହାପରେ ସେହି ବ୍ୟାନରରେ ବିସ୍ତୃତ ଭାବରେ ଲେଖାଯାଇଛି ଯେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ, ଯେପରି ଅପମିଶ୍ରିତ ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି, ଯାହା ଜନସାଧାରଣମାନଙ୍କୁ ଗାଡ଼ି ବୁଲାଇ ଏବଂ ପାଲା ମାଧ୍ୟମରେ ସଚେତନ କରାଯାଉଛି। ଏଠାରେ କୁହାଯାଇପାରେ ସରକାର ଯେଉଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲିଛନ୍ତି ସେଥିରୁ ଆସୁଛି ସବୁଠାରୁ ଅଧିକ ଟ୍ୟାକ୍ସ। ସରକାରୀ ମଦ ଦୋକାନରୁ ମଦ କିଣି ଲୋକମାନେ ପିଇ ନିଶାସକ୍ତ ହେଲେ ସେଥିରେ କିଛି କହିବାର ନାହିଁ, କିନ୍ତୁ ଅପମିଶ୍ରିତ ବିଷାକ୍ତ ଏବଂ ଚୋରା ମଦ ପିଇବା ନାହିଁ ବୋଲି ଆଜି ହିଁ ସଂକଳ୍ପ ନେବା, ନିଶା ନୁହେଁ ଜୀବନକୁ ବାଛିବା ବୋଲି ଲେଖାଯାଇଛି। ଲୋକଙ୍କୁ ସରକାର ଏହିପରି ସଚେତନତା ବାର୍ତ୍ତା ଦେଲେ ମଦୁଆମାନେ ଯେ କେତେ ପରିବର୍ତ୍ତନ ହେବେ ତାହା ଜଣା ନାହିଁ, କିନ୍ତୁ ଦେଶୀ ଓ ଚୋରା ମଦ ବନ୍ଦ ହୋଇଗଲେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ମଦ ବିକ୍ରି ବଢ଼ିବା ସୁନିଶ୍ଚିତ। ତେଣୁ କେଉଁ ଉଦ୍ଦେଶ୍ୟରେ ଏହିପରି ସଚେତନତା କାର୍ଯ୍ୟକ୍ରମ କରାଯାଉଛି ତାକୁ ନେଇ ସନ୍ଦେହରେ ରହିଛନ୍ତି ଲୋକମାନେ। ଓଡ଼ିଶା ସରକାରଙ୍କର ଅବକାରୀ ବିଭାଗ ପକ୍ଷରୁ ରାଜ୍ୟ ସାରା ଜୁନ୍ 26 ପର୍ଯ୍ୟନ୍ତ ଯେଉଁ ମାଦକ ଦ୍ରବ୍ୟ ବା ନିଶା ଦ୍ରବ୍ୟର ଜନସଚେତନତା କାର୍ଯ୍ୟକ୍ରମ ବା ଅଭିଯାନ ଜାରି ରହିଛି, ସେହି ସମ୍ବନ୍ଧରେ ବିଶେଷ ଭାବରେ ଆମର ମତ ହେଉଛି ଯେ ଅଞ୍ଚଳରେ ଚୋରା ମଦ ବା ବେଆଇନ ମଦ ବା ଅପମିଶ୍ରିତ ମଦର ଯେଉଁ ପ୍ରଚୁର ପରିମାଣରେ କାରବାର ଚାଲିଛି ତାକୁ ରୋକିବାକୁ ହେଲେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୁଲିସର ନିଶ୍ଚିତ ଭାବରେ ମିଳିତ ଚଢ଼ାଉ ଦ୍ୱାରା ଏ ଅଭିଯାନ ସଂକୁଚିତ ହୋଇପାରିବ ଏବଂ ଲୋକଙ୍କ ମାନସିକ ଭିତରେ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ ପ୍ରଚାର ପ୍ରସାରର ପ୍ରଖର ହେବା ଦରକାର। ତେବେ ଯାଇ ଏ ଚୋରା ମଦ, ବେଆଇନ ମଦ ବା ଅପମିଶ୍ରିତ ମଦର ରୋକାଯାଇପାରିବ। ସରକାରଙ୍କର ଏ ଆଭିମୁଖ୍ୟକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ନିଶ୍ଚିତ ଭାବରେ ସରକାର ଯେଉଁ ବାରମ୍ବାର ବିଦେଶୀ ମଦ ଦୋକାନ ଗୁଡ଼ିକରେ ଗ୍ରାମାଞ୍ଚଳମାନଙ୍କରେ ଯେଉଁ ଖୋଲିବାକୁ ଲାଗିଛନ୍ତି ସେଥିରେ ରୋକାବଟ କରନ୍ତୁ, ଏ ଅଭିଯାନରୁ ଦୂରେଇ ରୁହନ୍ତୁ। ତେବେ ଯାଇ ଗ୍ରାମାଞ୍ଚଳମାନଙ୍କରେ ଏ ବେପରୁଆ ଯେଉଁ ମଦ କାରବାର ଚାଲିଛି ସେଥିରୁ ସମସ୍ତ ଜନସାଧାରଣ ନିବୃତ୍ତ ହୋଇପାରିବେ। ଛୋଟ ବଡ଼ ପିଲାମାନେ ମଧ୍ୟ, ଆଜିର ଯୁବପିଢ଼ି ମଧ୍ୟ ପଥଭ୍ରଷ୍ଟ ହେଉଛନ୍ତି ଏହି ନିଶା ସେବନ କରି। ତେଣୁ ଆଶା ରଖିବି ଆପଣମାନଙ୍କ ଏହି ଚ୍ୟାନେଲ ମାଧ୍ୟମରେ ସରକାର ବାରମ୍ବାର ଏ ଜନଜାଗରଣ ମାଧ୍ୟମରେ ବା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରି ଏବଂ ଯେଉଁ ବିଦେଶୀ ମଦ ଦୋକାନ ଖୋଲିବାର ନିବୃତ୍ତ ରହି ଲୋକମାନଙ୍କୁ ପଥଭ୍ରଷ୍ଟ ନ କରି ଭଲ କାର୍ଯ୍ୟରେ ନିୟୋଜିତ କଲେ ନିଶ୍ଚିତ ଭାବରେ ଭଲ ମଣିଷ ତିଆରି ହୋଇପାରିବେ ସମାଜରେ। এই কথার যদি তো পুয়াকু যদি সেইথিরে লগাই দেলু তাহানে তো বিরোধর কার্যানুষ্ঠান নিয়াଯିব, তোতে দণ্ড মিলিব। তোমার এমতি ভলর মানিব ইয়াকু মারে তো মাড়ু দরকার নহলে অপকারী থানাকে ফোন করো আসি